ତାଙ୍କ ବାବା ଆଗେ ଆଗେ ପଳେଇଲେଣି ଯେହେତୁ ମନ୍ଦିରରେ ବହୁତ ଗୁଡ଼ିଏ କାମ ଅଛି। ଆରେ ସମସ୍ତେ ପରିବା ପାଇଁ ତ ରେଡ଼ି ହେଇସାରିଲେଣି, ମୋର ବୋଧେ ଲେଟ୍ ହେଇଗଲା ଟିକେ ଆଉ। ଏଠି ମା ଆଉ ମାଉସୀ ମାନେ ଗଜଭୋଗ ପାଇଁ ମଣ୍ଡା ପିଠା ବନାଉଛନ୍ତି, ଗଜମଣ୍ଡା। ଏଠି ମୁର୍ଜ ପଡ଼ିସାରିଛି, ଏମାନେ ସମସ୍ତେ ପ୍ରିପାରେସନ୍ କରୁଛନ୍ତି। କାଲି ପାଇଁ ଯେହେତୁ ପୂର୍ଣ୍ଣିମା କାଲି ଅଛି, କାଲି ପାଇଁ ରୋଷେଇବାସ ହେବ, 1500 ଲୋକ ଖାଇବେ, ସେଥିପାଇଁ ସବୁ ପ୍ରିପାରେସନ୍ ଚାଲିବ। ଏଠି ଆମେ କାଟାକୁଟି ପାଇଁ ବସି ପଡ଼ିଲୁ, କାଟାକୁଟି ଚାଲିଛି ତ, ଆଉ ଅଧା ସରିସାରିଲାଣି, ଚାଲିଛି। ଆଜିଠୁ ନ ରଖିଦେଲେ କାଲି ପାଇଁ ବହୁତ ଗୁଡ଼ା ରୋଷେଇ ହେବ ନା, ସେଥିପାଇଁ କାଟିବା ପାଇଁ ଡେରି ହେବ। ତ ଆଜିଠୁ କାଟି କୁଟାକି ସବୁ ରଖିଦେବୁ। ଆମେ ସକାଳୁ ସକାଳୁ, ଆଜି ସକାଳୁ ପୂର୍ଣ୍ଣିମା, ଆଜି ଯେହେତୁ ଆଜି ପୂର୍ଣ୍ଣିମା, ଆଜି ସକାଳୁ ସକାଳୁ ମନ୍ଦିର ମୁଁ ଧୂପ ବୁଲାଉଥିଲି ତ ମୋ ପୁଅ ବି ଧୂପ ବୁଲାଇବା ପାଇଁ ଆସିଗଲେ, ଦୁଇ ଜଣ ଯାକ। ମୋର ଅଲରେଡ଼ି ସରିସାରିଛି ପୂଜା, ଏମା ଦୁଇ ଜଣ ଧୂପ ବୁଲାଉଛନ୍ତି ତ। ଏଇ ମନ୍ଦିରରେ ମୋର ଆଗୁଆ ସରିଯାଇଛି, ଏମାନେ ଦୁଇ ଜଣ ପରେ। ଏଠି ଅପା ବସିଛନ୍ତି ଫଟୋ ଉଠାଇବା ପାଇଁ। ମୋତେ କହିଲେ ଯେ ତୁ ଫଟୋ ଉଠାଇଦେ। ଏଇଟା ଆମେ ସବୁଠୁ ଲାଷ୍ଟରେ ଫଟୋ ଉଠାଇଲୁ, ତା ପୂର୍ବରୁ ବହୁତ ଗୁଡ଼ାଏ କାମ ହେଇଛି। ଏଠି ଆମେ ମୁର୍ଜ ପକେଇଲୁ ଆଜି ସକାଳେ, ଆଜି ଯେହେତୁ ପୂର୍ଣ୍ଣିମା। ଆର ଭିଡ଼ିଓ, ଏଇ ଭିଡ଼ିଓ ଆଜି, ଯେଉଁ କାଟାକୁଟି ଗୁଡ଼ା କାଲିର ପୂର୍ବ ଭିଡ଼ିଓ ଗୁଡ଼ା। ଆଜି ମୁର୍ଜ ପଡ଼ିଲା, ତାପରେ ମୋ ପୁଅ ବି ପକାଉଛି, ମୁଁ ପକେଇଲି ଯେହେତୁ ସିଏ ବି କହୁଛି ମୁଁ ଯାହା କରିବି ସେ କହିବ ସେଇଆ କରିବି। ସେ ବହୁତ ଖୁସି ହେଇଯାଉଛି, ମୁଁ ଯାହା କରିବି ସିଏ ସେଇଆ କରିବି। ଠାକୁର ପୂଜାପୂଜି କାମ ତ ମାନେ ରେଡ଼ି। ଆଉ ଏଠି ମୁର୍ଜ ଫୁର୍ଜ ଏମିତି ଆସୁଛି ସେମିତି ପକେଇ ଦେଇଛି। ଆଉ ଆଗରୁ ପୂର୍ବରୁ କିଛି ଲୋକ ପକେଇଥିଲେ। ଏ ତ ବହୁତ ଖୁସିରେ ମୁର୍ଜ ପଡ଼ିଛି। ଆଉ ତାପରେ ସେପଟ ଲାଇନରେ, ସେପଟେ ଅପା କହୁଛନ୍ତି କି ସେଠି ଦୀପ ଗୁଡ଼ା ଲିଭି ଯାଇଛି, ପଡ଼ିଛି ସେଇ କାଗଜ ଫାଗଜ ଜରି ଗୁଡ଼ାକ ପଡ଼ିଛି, ସିଲି ଟିକେ ରଖିଦେ ନା, ସେ କହିଲେ ତ। ମୁଁ ସେଥିପାଇଁ ମୁର୍ଜ ପଡ଼ି ସାରିଲା ପରେ ସେଇ ଦୀପ ଗୁଡ଼ାକ ଯେଉଁ ଲିଭି ଯାଇଛି ସେଗୁଡ଼ାକ ଆର ପଟିକି ଫୋପାଡ଼ିବା ପାଇଁ, ସେ ଗୋଟେ ଜାଗାରେ ଫୋପାଡ଼ା ଯାଏ, ସେଇ ଜାଗାକୁ ନେଇକି ଗଲୁ। ମୁଁ